ନମସ୍କାର, ମୁଁ ସଂଘମିତ୍ରା ଏଟିଆର୍ ଓଡ଼ିଶା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆଜି ଆପଣମାନଙ୍କ ପାଇଁ ବହୁତ ବଡ଼ ଖୁସି ଖବରଟି ରହିଛି। 102ଟି ଗଭର୍ଣ୍ଣମେଣ୍ଟ ଆଣ୍ଡ ଗଭର୍ଣ୍ଣମେଣ୍ଟ ଅପରେଟେଡ୍ ହାୟର ସେକେଣ୍ଡାରୀ ସ୍କୁଲରେ ଆସିବ ନିଯୁକ୍ତି। ଏହା ପାଇଁ ନୋଟିସ୍ ମଧ୍ୟ ଆସିଯାଇଛି। ତ ଦେଖନ୍ତୁ, ନୋଟିସଟି ରହିଛି ଡାଇରେକ୍ଟୋରେଟ୍ ଅଫ୍ ହାୟର ସେକେଣ୍ଡାରୀ ଏଜୁକେସନ୍ ଓଡ଼ିଶା। ତ ନୋଟିସଟି ଆସିଛି ଆପଣଙ୍କର ଦେଖନ୍ତୁ 2025-26 ସେସନ୍ ପାଇଁ ପିଜିଟି ଗେଷ୍ଟ ଫ୍ୟାକଲ୍ଟିର ପୋଷ୍ଟ ଆସିଛି। ଏହି ନୋଟିସରେ ଆସିଛି ଯେ 17/9/2025ରେ ଆପଣମାନଙ୍କର ଡକ୍ୟୁମେଣ୍ଟ ଭେରିଫିକେସନ୍ ହେବ। ଆପଣଙ୍କର ଏଙ୍ଗେଜମେଣ୍ଟ ଅଫ୍ ଗେଷ୍ଟ ଫ୍ୟାକଲ୍ଟି ରହିଛି ଆଫ୍ଟର ପୂଜା ଭ୍ୟାକେସନ୍। ତ 19 ସେପ୍ଟେମ୍ବର 25 ସୁଦ୍ଧା ଆପଣମାନଙ୍କର ଗେଷ୍ଟ ଫ୍ୟାକଲ୍ଟିର ସିଲେକ୍ସନ୍ କମ୍ପ୍ଲିଟ୍ ହେଇଯିବ। ତ ଦେଖନ୍ତୁ, ଏଥିରେ କେଉଁ ସବୁ ସ୍କୁଲ ଗୁଡ଼ିକରେ ପିଜିଟି ପୋଷ୍ଟ ଗୁଡ଼ିକ ଖାଲି ଅଛି ତାର ଲିଷ୍ଟ ଦେଇଦେଇଛି। ଆପଣଙ୍କର ଫର୍ଷ୍ଟ ରହିଛି ଅନୁଗୁଳ, ଭଦ୍ରକ, ବଲାଙ୍ଗୀର, ବୌଦ୍ଧ, କଟକ, ଦେଓଗଡ଼, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେଉଁଝର, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା। ଏତିକି ଜିଲ୍ଲାରେ ଆପଣମାନଙ୍କର ଏହି ସବୁ ସ୍କୁଲରେ ଖାଲି ଥିବା ପୋଷ୍ଟ ଗୁଡ଼ିକ ଫିଲ୍ଅପ୍ ପାଇଁ ନୋଟିସଟି ଆସିଯାଇଛି। ତେବେ ଦେଖିବା ଯେଉଁ ଗେଷ୍ଟ ଫ୍ୟାକଲ୍ଟି ମାନେ ଏଙ୍ଗେଜଡ୍ ହେବେ ସେମାନଙ୍କ ପାଇଁ କେଉଁ ସବୁ ସବଜେକ୍ଟ ଗୁଡ଼ିକ ରହିଛି ବା କେଉଁ ପୋଷ୍ଟ ଗୁଡ଼ିକ ରହିଛି। ତ ଆପଣମାନଙ୍କର ରହିବ ପିଜିଟି ଆର୍ଟ୍ସ ଏବଂ ପିଜିଟି ସାଇନ୍ସ। ତ ସେଥିରେ ଆପଣଙ୍କର ସବଜେକ୍ଟ ଓଡ଼ିଆ ଆଣ୍ଡ ଇଂଲିଶଟା କମ୍ପଲସରି ରହିବ। ସେହି ଦୁଇଟିକୁ ଛାଡ଼ିଦେଲେ ଆପଣଙ୍କର ଆର୍ଟ୍ସରେ ରହୁଛି ହିଷ୍ଟ୍ରି, ପଲିଟିକାଲ ସାଇନ୍ସ, ଇକୋନୋମିକ୍ସ, ଲଜିକ୍, ସୋସିଓଲୋଜି ଏବଂ ଓଡ଼ିଆ। ଏଠାରେ ଓଡ଼ିଆ ଅପସନାଲ ଧରାଯିବ। ତାପରେ ସାଇନ୍ସରେ ରହିଛି ଆପଣଙ୍କର ଫିଜିକ୍ସ, କେମିଷ୍ଟ୍ରି, ମ୍ୟାଥମେଟିକ୍ସ ଆଣ୍ଡ ବାୟୋଲୋଜି। ସେଥିରେ ମଧ୍ୟ ଓଡ଼ିଆ ଏବଂ ଇଂଲିଶ କମ୍ପଲସରି ସବଜେକ୍ଟ ଥିଲା। ସେଇ ଦୁଇଟିକୁ ଛାଡ଼ିଦେଲେ ଆପଣଙ୍କର ବାକି ଏହି 4ଟି ସବଜେକ୍ଟ ରହିଛି। ତ ଦେଖନ୍ତୁ, ଏଥିରେ ଆପଣଙ୍କର ସିଲେକ୍ସନ୍ କେମିତି କ'ଣ ରହିବ। ଏଥିରେ ବୋଥ୍ ଫ୍ରେଶର୍ସ ଏବଂ ରିଟାୟାର୍ଡ ଟିଚର୍ସ ମାନେ ଆପ୍ଲାଏ କରିପାରିବେ। ଆପଣଙ୍କର ଫାଷ୍ଟ ପ୍ରିଫରେନ୍ସ ଦିଆଯିବ ରିଟାୟାର୍ଡ ହାୟର ସେକେଣ୍ଡାରୀ ସ୍କୁଲର ଟିଚର୍ସ ମାନଙ୍କୁ। ଯଦି ଏଥିପାଇଁ ଆପ୍ଲାଏ ନ କରନ୍ତି ତେବେ ଫ୍ରେଶର୍ସ ମାନଙ୍କୁ ସୁଯୋଗ ମିଳିବ। ଆପଣମାନଙ୍କର ଏଜ୍ ରହୁଛି 65 ଇୟର୍ସରୁ ବିଲୋ ରହୁଛି। ତ ଯେଉଁମାନଙ୍କର 65 ଇୟର୍ସରୁ ବିଲୋ ଏଜ୍ ଅଛି ସେମାନେ ଏଇ ପୋଷ୍ଟ ଗୁଡ଼ିକ ପାଇଁ ଆପ୍ଲାଏ କରିପାରିବେ। ଏଥିପାଇଁ ଆପଣଙ୍କର କ୍ୱାଲିଫିକେସନ୍ କ'ଣ ରହିଥିବା ଦରକାର ଚାଲନ୍ତୁ ଦେଖିବା। ଯେଉଁ ସବଜେକ୍ଟର ପୋଷ୍ଟ ପାଇଁ ଆପଣ ଆପ୍ଲାଏ କରିବେ ସେହି ସବଜେକ୍ଟରେ ଆପଣ ପିଜି କରିଥିବା ଦରକାର। ପିଜି ଏବଂ ବିଏଡ୍ ପିଲା ଏଥିରେ ଆପ୍ଲାଏ କରିପାରିବେ। ଏଥିରେ କ୍ୟାରିୟର ମାର୍କିଂ ମଧ୍ୟ ଦେଇଦେଇଛି। ଦେଖନ୍ତୁ, ଯଦି ଆପଣ ପିଜି କରିଛନ୍ତି ତେବେ ସେଇଟା 25 ମାର୍କସ୍ ଧରାଯିବ। ବିଏଡ୍ କରିଥିବା ପିଲାଙ୍କର 25 ମାର୍କସ୍ ଧରାଯିବ। ବ୍ୟାଚଲର ଡିଗ୍ରୀର 15 ମାର୍କସ୍, +2 ଏବଂ ତାର ଇକ୍ୱିଭାଲେଣ୍ଟ କୋର୍ସ ପାଇଁ ଆପଣଙ୍କର ରହିବ 10 ମାର୍କସ୍ ଏବଂ ଆପଣଙ୍କର 10th ପାଇଁ ରହିବ 10 ମାର୍କସ୍। ଏବଂ ତା ସହିତ କମ୍ପ୍ୟୁଟର ଆପ୍ଲିକେସନ୍ ଯଦି ଆପଣଙ୍କର ବେସିକ୍ ନଲେଜ ଅଛି ତେବେ ତା ପାଇଁ ମଧ୍ୟ ଆପଣଙ୍କର 5 ମାର୍କସ୍ ରହିବ ଏବଂ ଟିଚିଂ ଏକ୍ସପିରିଏନ୍ସକୁ ନେଇକି 2 ମାର୍କସ୍ ରହିବ। ତ ଆପଣଙ୍କର ସ୍ୟାଲେରୀ ଏଥିରେ ଦେଇଛି 20,000 ପର୍ ମନ୍ଥ। ଆପଣଙ୍କର ପର୍ କ୍ଲାସ୍ ପାଇଁ ଆପଣଙ୍କୁ 400 ରୁପିଜ୍ ଦିଆଯିବ ଏବଂ ଆପଣଙ୍କୁ ମ୍ୟାକ୍ସିମମ୍ 50 କ୍ଲାସେସ୍ ପର୍ ମନ୍ଥରେ ନେବା ପାଇଁ ପଡ଼ିବ। ତ ଯେଉଁମାନେ ଇଚ୍ଛୁକ ଆପଣମାନେ ନିହାତି ଆପ୍ଲାଏ କରନ୍ତୁ। ଏଥିପାଇଁ ଆପଣଙ୍କର କେତେ ଗୁଡ଼ିଏ ସ୍କୁଲରେ ଆପ୍ଲାଏ ହୋଇଗଲାଣି। 102ଟି ସ୍କୁଲ ଗୁଡ଼ିକ ମଧ୍ୟରୁ ବିଭିନ୍ନ ସ୍କୁଲ ଗୁଡ଼ିକରେ ଆପ୍ଲାଏ ଷ୍ଟାର୍ଟ ହେଇଯାଇଛି ଏବଂ ଆଉ ବାକି ଯେତିକ ସ୍କୁଲର ବାହାରି ନାହିଁ ସେଇଟା ଏହି 5 ତାରିଖ କିମ୍ବା 6 ତାରିଖ ଭିତରେ ହିଁ ବାହାରିଯିବ ଆପଣମାନଙ୍କର। ଏବେ ଯେତୋଟି ବି ସ୍କୁଲର ପୋଷ୍ଟ ଆସୁଛି ଆପଣ ସବୁଥିରେ ଆପ୍ଲାଏ କରନ୍ତୁ। ଏତେ ସାରା ପୋଷ୍ଟ ରହିଥିବାରୁ ଆପଣମାନଙ୍କର ନିହାତି କେଉଁଠି ନା କେଉଁଠି ଜବ୍ ହେଇଯିବ। ତ ଯେକୌଣସି ଜାଗାରେ ଆପଣମାନଙ୍କର ଭ୍ୟାକେନ୍ସି ଗୁଡ଼ିକ ଆସୁଛି ଆପଣମାନେ ନିହାତି ଆପ୍ଲାଏ କରନ୍ତୁ। ଏହି ନୋଟିସଟିକୁ ମୁଁ ଟେଲିଗ୍ରାମ ଚ୍ୟାନେଲରେ ଅପଲୋଡ଼ କରିଦେବି। ଆପଣମାନେ ଟେଲିଗ୍ରାମ ଚ୍ୟାନେଲରେ ଏହି ନୋଟିସର PDFଟି ପାଇଯିବେ। ରହୁଛି, ଜୟ ଜଗନ୍ନାଥ।